ଆଜିର ଭିଡ଼ିଓରେ ଆମେ କମ୍ପଲସରି ପେପର AC ୟୁନିଟ୍ 4ର କେତେ ଗୁଡ଼ିଏ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ସ୍ତମ୍ଭ କାହାକୁ କୁହାଯାଏ? ସମ୍ବାଦପତ୍ରରେ ସମ୍ବାଦ ସହିତ କେତେକ ସାମାଜିକ ସାଂସ୍କୃତିକ ତଥ୍ୟ ସୁନ୍ଦର ଶୈଳୀରେ ପ୍ରକାଶ ପାଇଥାଏ। ଏହି ଧରଣର ବିଶେଷ ଆଲେଖ୍ୟକୁ ସ୍ତମ୍ଭ କୁହାଯାଏ। ପ୍ରଜାତନ୍ତ୍ରରେ ପ୍ରକାଶିତ ହରେକୃଷ୍ଣ ମହତାବଙ୍କ ସ୍ତମ୍ଭଟିର ନାମ କ'ଣ? ଗାଁ ମଜଲିସ୍। ସୁରେନ୍ଦ୍ର ମହାନ୍ତିଙ୍କର ଶେଷ ସ୍ତମ୍ଭଟି କେଉଁ ଖବରକାଗଜରେ ପ୍ରକାଶ ଲାଭ କରିଥିଲା? ସୁରେନ୍ଦ୍ର ମହାନ୍ତିଙ୍କର ଶେଷ ସ୍ତମ୍ଭଟି ସମ୍ବାଦ ଖବରକାଗଜରେ ପ୍ରକାଶ ଲାଭ କରିଥିଲା। ଗାଁ ମଜଲିସ୍ ସ୍ତମ୍ଭଟି କାହା ଉପରେ ରଚିତ ହୋଇଥିଲା? ସେହି ସମୟରେ ରାଜନୈତିକ ପୃଷ୍ଠଭୂମି ଉପରେ ହରେକୃଷ୍ଣ ମହତାବଙ୍କ ଗାଁ ମଜଲିସ୍ ସ୍ତମ୍ଭଟି ରଚିତ ହୋଇଥିଲା। ଝିଟିପିଟି କହେ ସ୍ତମ୍ଭଟି କିଏ ରଚନା କରିଥିଲେ? ଝିଟିପିଟି କହେ ସ୍ତମ୍ଭଟି ଡକ୍ଟର ରାଧାନାଥ ରଥଙ୍କ ଦ୍ୱାରା ରଚିତ। ସେ ଅଣାକାର ଛଦ୍ମ ନାମରେ ପରିଚିତ ଥିଲେ। ମନୋଜ ଦାସ ରଚିତ ସ୍ତମ୍ଭଟିର ନାମ କ'ଣ ଥିଲା? ସନ୍ଧାନ ଓ ସଂକେତ। ବୁଲା କୁକୁର ଝୁଲାମୁଣି ସ୍ତମ୍ଭଟି କାହା ଦ୍ୱାରା ରଚିତ ହୋଇଥିଲା? ମଧୁସୂଦନ ମହାନ୍ତିଙ୍କ ଦ୍ୱାରା ରଚିତ। ବୁଲା କୁକୁର ଝୁଲାମୁଣି ସ୍ତମ୍ଭ ଏହା ମାତୃଭୂମି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା। ଚିତ୍ତରଞ୍ଜନ ଦାସଙ୍କ ରଚିତ ଦୁଇଟି ସ୍ତମ୍ଭର ନାମ ଲେଖ। ଜାତିରେ ମୁଁ ଯବନ, ବିଶ୍ୱକୁ ଗବାକ୍ଷ ଏହି ଦୁଇଟି ସ୍ତମ୍ଭ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ରଚିତ। ସ୍ତମ୍ଭ ରଚନାର ବିଶେଷ ଉଦ୍ଦେଶ୍ୟ କ'ଣ? ଶୁଷ୍କପ୍ରାୟ ଓ ସାଧାରଣ ତଥ୍ୟଧର୍ମୀ ସମ୍ବାଦକୁ ସରସ ଓ ମନୋରଞ୍ଜକ ଶୈଳୀରେ ପ୍ରକାଶ କରି ପାଠକ ମନକୁ ଆମୋଦିତ କରିବା ହେଉଛି ସ୍ତମ୍ଭ ରଚନାର ବିଶେଷ ଉଦ୍ଦେଶ୍ୟ। ପତ୍ର ଲିଖନ ଶବ୍ଦ ସପକ୍ଷରେ ଅନ୍ୟ କେଉଁ କେଉଁ ସମାର୍ଥବୋଧକ ଶବ୍ଦ ପ୍ରକାଶ ଗ୍ରହଣ କରାଯାଇପାରିବ? ପତ୍ର ଲିଖନ ଶବ୍ଦ ସପକ୍ଷରେ ବାର୍ତ୍ତା ପ୍ରଦାନ, ଚିଟାଉ ପ୍ରେରଣ, ସମ୍ବାଦ ପ୍ରଦାନ, ସନ୍ଦେଶ ପ୍ରେରଣ ଭଳି ସମାର୍ଥବୋଧକ ଶବ୍ଦଗୁଡ଼ିକୁ ଗ୍ରହଣ କରାଯାଇପାରିବ। ବିଶ୍ୱକୋଷରେ ଲେଟର ସମ୍ପର୍କରେ କ'ଣ କୁହାଯାଇଛି? ବିଶ୍ୱକୋଷରେ ଲେଟର ସମ୍ପର୍କରେ କୁହାଯାଇଛି ପତ୍ର ହେଉଛି ଏକ ଲିଖିତ ସମ୍ବାଦ ଯାହା କୌଣସି ବ୍ୟକ୍ତି ତଥା ଅନୁଷ୍ଠାନ ନିକଟକୁ ମୁଦ୍ରିତ ହୋଇ ଡାକରେ ପ୍ରେରଣ କରାଯାଇଥାଏ। ଫିଚର ଅର୍ଥ କ'ଣ? ଇଂରାଜୀ ଭାଷାରେ ଫିଚର ହେଉଛି ଏକ ସ୍ୱତନ୍ତ୍ର ବା ବିଶେଷତ୍ୱ ମଣ୍ଡିତ ଦୃଶ୍ୟାବଧାତ୍ମକ ଗଦ୍ୟ ରଚନା ଯାହାକୁ ପଢ଼ୁ ପଢ଼ୁ ପାଠକ ସାମ୍ନାରେ ଦେଖି ହୋଇଯିବା ଭଳି ପ୍ରତୀତ ହେବ। ରୂପକାତ୍ମକ ଫିଚର ବ୍ୟକ୍ତିଗତ ଅର୍ଥ କ'ଣ? ରୂପକର ଅର୍ଥ ହେଉଛି ରୂପ ଯୁକ୍ତ ଚିତ୍ ଯୁକ୍ତ ଅକ ଯାହା ତତ୍ତ୍ୱକୁ ଆକାର ଯୁକ୍ତ ବ୍ୟାଖ୍ୟାନ ବିଶେଷତ୍ୱରେ ପରିମଣ୍ଡିତ କରିଥାଏ। ତତ୍ତ୍ୱ ବା ଘଟଣାଶ୍ରିତ ତଥ୍ୟକୁ ମୂର୍ତ୍ତିମାନ ଆକାର ପ୍ରଦାନ କରିବା ହିଁ ରୂପକ ବା ଆକୃତି ସମ୍ବାଦ। ମାନସିକ ଆଗ୍ରହଧର୍ମୀ ଫିଚର କାହାକୁ କହନ୍ତି? ମାନସିକ ଆଗ୍ରହଧର୍ମୀ ଫିଚରରେ ମାନବିକ ଆଗ୍ରହକୁ ନେଇ ଆଲେଖ୍ୟ ପ୍ରସ୍ତୁତ କରାଯାଏ। ଏହା ମାନବିକ ଧର୍ମୀ ହୋଇଥିଲେ ଏଥିରେ ସମ୍ବେଦନଶୀଳତା ସ୍ପର୍ଶ ପରିଲକ୍ଷିତ ହୋଇଥାଏ। ଅସାଧାରଣ ଫିଚର କାହାକୁ କହନ୍ତି? ବିଶ୍ୱର ବୈଚିତ୍ର୍ୟମୟ କ୍ରିୟା ପ୍ରକ୍ରିୟା ବ୍ୟକ୍ତିବିଶେଷ ଓ ସେମାନଙ୍କ କାର୍ଯ୍ୟକଳାପ ଇତ୍ୟାଦିକୁ ନେଇ ଅସାଧାରଣ ଫିଚର ପ୍ରସ୍ତୁତ କରାଯାଇଥାଏ। ବ୍ୟକ୍ତିଗତ ବିବରଣାତ୍ମକ ଫିଚର କାହାକୁ କହନ୍ତି? ପ୍ରଖ୍ୟାତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ବିବରଣୀକୁ ଫିଚର ଭାବରେ ପ୍ରସ୍ତୁତ କରାଯାଇପାରେ। ପ୍ରଖ୍ୟାତ ବ୍ୟକ୍ତିଙ୍କ ଜୀବନ ଓ କାର୍ଯ୍ୟକୁ ନେଇ ଫିଚର ଭାବେ ପ୍ରସ୍ତୁତ କରିଲେ ତାହା ପାଠକୀୟ ସ୍ୱୀକୃତି ଲାଭ କରିଥାଏ। ଏଥିରେ ଜୀବନ ସାଧନା, ଜାତି ଓ ଦେଶ ପାଇଁ ସେମାନଙ୍କର ଅବଦାନ ଇତ୍ୟାଦି ମଧ୍ୟ ଅନ୍ତର୍ନିବିଷ୍ଟ ହୋଇଥାଏ। ଫିଚର ଭାଷା ଓ ଶବ୍ଦ କିପରି ହେବା ଉଚିତ? ଫିଚର ଭାଷା ସରଳ ଓ ଭାଷାର ଶବ୍ଦ ବ୍ୟବହାରିକ ଧାରଣା, ଅର୍ଥ ଓ ଜ୍ଞାନ ଅନୁସାରେ ସହଜ ବୋଧଗମ୍ୟ ହେବା ଉଚିତ। ସମ୍ବାଦ ଫିଚର କାହାକୁ କୁହାଯାଏ? ସମ୍ବାଦ ସହିତ ଜଡ଼ିତ କିଛି ଘଟଣାବଳୀର ସୁବିସ୍ତୃତ ରୂପ ହେଉଛି ସମ୍ବାଦ ଭିତ୍ତିକ ଫିଚର। ଏଥିରେ ସମ୍ବାଦର ସ୍ପଷ୍ଟ ଛାପ ଥିଲେ ମଧ୍ୟ ତା ସହିତ କିଛି ମାତ୍ରାରେ କାଳ୍ପନିକ ଆଲେଖ୍ୟ ମିଶିଥାଏ। ସଂସ୍କୃତି ଓ ମନୋରଞ୍ଜନ ଭିତ୍ତିକ ଫିଚର କ'ଣ? ସଂସ୍କୃତି ଓ ମନୋରଞ୍ଜନ ଫିଚରରେ ଗୋଟିଏ ସଂସ୍କୃତି ବିଷୟରେ ଭଲ ଭାବେ ଗବେଷଣା କରାଯାଇ ତାର ବିଭିନ୍ନ ସାଂସ୍କୃତିକ ଦିଗ ବିଷୟରେ ଆଲୋଚନା କରାଯାଏ। ଏଥିସହିତ ଲୋକଙ୍କ ମନୋରଞ୍ଜନ ଉଦ୍ଦେଶ୍ୟରେ ସିନେମା, ଯାତ୍ରା, ଖେଳ, କସରତ ପ୍ରଭୃତି ଭିନ୍ନ ମାଧ୍ୟମ ଉପରେ ମଧ୍ୟ ଆଲୋଚନା କରାଯାଏ। ଫିଚରର ଶୈଳୀ କିପରି? ଫିଚରର ଶୈଳୀ ସ୍ୱତନ୍ତ୍ର। ଗୋଟିଏ ଭଲ ଫିଚରରେ ଭଲ ଶିରୋନାମା, ଇଣ୍ଟ୍ରୋ ବା ଉପକ୍ରମ, ମଧ୍ୟାଂଶ ଓ ଉପସଂହାର ଥାଏ। ବିଜ୍ଞାପନ ଏବଂ ବିଜ୍ଞାପନ କଳା କାହାକୁ କୁହାଯାଏ? ପ୍ରସାର ଓ ଅନ୍ୟର ଆଦର ଭାଜନ ପାଇଁ ନିଜ ଆଭିମୁଖ୍ୟ, ବିଶେଷତ୍ୱ, ଗୁରୁତ୍ୱ, ଚାହିଦା ପୂରଣ ସାମର୍ଥ୍ୟ, ସୁଲଭ ଯୋଗାଣ, ଗୁଣାତ୍ମକ ଅବଦାନ ଇତ୍ୟାଦିକୁ ଅଭିପ୍ରେରଣ ପ୍ରକ୍ରିୟାରେ ପ୍ରଚାରିତ କରିବାର ମାଧ୍ୟମକୁ ବିଜ୍ଞାପନ ଏବଂ ଏହାର ପ୍ରସ୍ତୁତି ଓ ପ୍ରଭାବ ବୈଚିତ୍ର୍ୟକୁ ବିଜ୍ଞାପନ କଳା କୁହାଯାଏ। ବିଜ୍ଞାପନର ବୃଦ୍ଧିକରଣ କେଉଁ ସବୁ କାରଣ ଘଟୁଅଛି? ବ୍ୟବସାୟ କ୍ଷେତ୍ରରେ, ଉତ୍ପାଦନ କ୍ଷେତ୍ରରେ, ସୁବିଧାବାଦୀ ଲାଭଦାୟକ ସଂସ୍ଥା ଓ ଅନୁଷ୍ଠାନ କ୍ଷେତ୍ରରେ ବିଜ୍ଞାପନର ପ୍ରୟୋଜନ ଅତି ମାତ୍ରାରେ ସମ୍ପ୍ରତି ଅନୁଭୂତ ହେଉଛି।
ବସ୍ତୁବାଦୀ ପ୍ରତିଯୋଗିତା, ସ୍ୱତନ୍ତ୍ର ପ୍ରଦର୍ଶନ ମନୋବୃତ୍ତି, ଭୋଗବାଦୀ ସଭ୍ୟତା, ଚାକଚକ୍ୟ ବଜାର ସ୍ଥିତି ଓ ଅର୍ଥନୈତିକ ଉତ୍ଥାନ ପତନ ବିଜ୍ଞାପନ ବୃଦ୍ଧିକରଣ ଘଟାଇଅଛି। ବିଜ୍ଞାପନ କଳାରେ ଅଭିପ୍ରେରଣ କୌଶଳ କ'ଣ? ବିଜ୍ଞାପନ କଳାରେ ଅଭିପ୍ରେରଣ ଏକ ମନସ୍ତାତ୍ତ୍ୱିକ ଆକୃଷ୍ଟୀକରଣ କୌଶଳ। ଜଣେ ବ୍ୟକ୍ତି ବା ସମୂହ ବ୍ୟକ୍ତି ଅଥବା ମିଳିତ ଗୋଷ୍ଠୀଙ୍କ ପାଖରେ ନିଜ ସଂସ୍ଥାର ଉତ୍ପାଦିତ ସାମଗ୍ରୀର ଉପଯୋଗିତା ବା ନିଜ ଅନୁଷ୍ଠାନର ମହତ ଉଦ୍ଦେଶ୍ୟକୁ ଆଭିପ୍ରାୟିକ ଅର୍ଥରେ ପହଞ୍ଚାଇବା ଜଣାଇବା ନିମନ୍ତେ ଯେଉଁ ଅନ୍ତର୍ନିହିତ ତତ୍ପରତା ଭାବ ସୃଷ୍ଟି ପାଇଁ ପ୍ରଯତ୍ନ କରାଯାଏ ତାହା ଅଭିପ୍ରେରଣ। ବିଜ୍ଞାପନ କଳାର ବୈଶିଷ୍ଟ୍ୟ କ'ଣ? ଅନ୍ୟର ମନକୁ ପୂର୍ବ ସ୍ଥିତିରୁ ବିଚ୍ୟୁତି କରାଇ ଅନ୍ୟ ଆଡ଼କୁ ଚୁମ୍ବକତ୍ୱକୁ ଆକର୍ଷିତ କରି ଅଭିପ୍ରାୟ ଚରିତାର୍ଥ କରିବା ହେଉଛି ବିଜ୍ଞାପନ କଳାର ବୈଶିଷ୍ଟ୍ୟ। ବିଜ୍ଞାପନରେ ବୃହତ୍ତର ଲକ୍ଷ୍ୟଟି କ'ଣ? ବିଜ୍ଞାପନର ବୃହତ୍ତର ଲକ୍ଷ୍ୟଟି ହେଉଛି ସାମାଜିକ ଅନ୍ଧବିଶ୍ୱାସର ଦୂରୀକରଣ, ନୂଆ ସଭ୍ୟତାର ଘୋଷଣା ଓ ପ୍ରଚାର ଏବଂ ଜନସଚେତନତା ବୃଦ୍ଧି କରିବା। ବିଜ୍ଞାପନ କିପରି ପ୍ରସ୍ତୁତ କରାଯାଏ? ଆଗ୍ରହୀ ଉପଭୋକ୍ତା ଜଣକର ମତାମତକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବାର ପ୍ରୟୋଜନବୋଧକୁ ବିଜ୍ଞାପନ ପ୍ରସ୍ତୁତ କରାଯାଇଥାଏ। ଏହି ପ୍ରସ୍ତୁତି ବିଜ୍ଞାପନ ପ୍ରସ୍ତୁତିକାରୀ ସଂସ୍ଥା ଅଥବା ସ୍ୱୟଂ ବିଜ୍ଞାପନଦାତା। ବିଜ୍ଞାପନ ଶବ୍ଦଟି କେଉଁ ପ୍ରତିଶବ୍ଦରୁ ଆସିଛି? ବିଜ୍ଞାପନର ଇଂରାଜୀ ପ୍ରତିଶବ୍ଦ ହେଉଛି ଆଡଭର୍ଟାଇଜମେଣ୍ଟ, ଯାହାର ଅର୍ଥ ବିଶେଷତ୍ୱ ପରିଚୟକରଣ। ମୂଳ ଲାଟିନ ଶବ୍ଦ ଆଡଭର୍ଟେରେ ରୁ ଏହି ଶବ୍ଦଟି ଉତ୍ପନ୍ନ। ଏହାର ଅର୍ଥ ମନକୁ ଆକୃଷ୍ଟ କରିବା, ମନ ପସନ୍ଦ ହେବା, ମନକୁ ଛୁଇଁ ଯିବା। ବିଜ୍ଞାପନ କେଉଁ କେଉଁ ମାଧ୍ୟମରେ ଗତି କରିଥାଏ? ବିଜ୍ଞାପନ ଛାପା ମାଧ୍ୟମ, ଶ୍ରାବ୍ୟ ମାଧ୍ୟମ, ଦୃଶ୍ୟ ମାଧ୍ୟମ, ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଗତି କରିଥାଏ। ବିଜ୍ଞାପନର କାର୍ଯ୍ୟ କ'ଣ? ଭଲ ଭାବରେ କହିବା ଅଥବା ନିଜ ଜିନିଷକୁ ଆକର୍ଷଣୀୟ ଶୈଳୀରେ ଉପସ୍ଥାପନ କରିବା ହେଉଛି ବିଜ୍ଞାପନର କାର୍ଯ୍ୟ। କହିବା ଚାତୁରୀ ଦ୍ୱାରା ସେ ଆକର୍ଷଣ ସୃଷ୍ଟି କରିପାରେ। ବିଜ୍ଞାପନ କାହା ଉପରେ ଆଶ୍ରିତ ହୋଇଥାଏ? ବିଜ୍ଞାପନ ଲୋକ ସମ୍ପର୍କ, ସୁବିଧାବାଦୀ, ଲାଭଦାୟକ ଉଦ୍ଦେଶ୍ୟ ଓ ଗଣ ସଚେତନ ଆଭିମୁଖ୍ୟ ଉପରେ ଆଶ୍ରିତ ହୋଇଥାଏ। ପ୍ରଚାର କର୍ମ ସମ୍ପାଦିତ କରିବାକୁ ବିଜ୍ଞାପନ କାହାର ଆଶ୍ରୟ ନେଇଥାଏ? ପ୍ରଚାର କର୍ମ ସମ୍ପାଦନ କରିବାକୁ ବିଜ୍ଞାପନ ସାହିତ୍ୟର ଆଶ୍ରୟ ନେଇଥାଏ। ସାହିତ୍ୟ ପୃଷ୍ଠାରେ ଢମାଡ଼ି ଲେଖେ, ସେଟା ଢଗଢମାଡ଼ି ହେବ। ଢଗଢମାଡ଼ି, ଲୋକବାଣୀ ଇତ୍ୟାଦିରୁ ଭରପୁର ହୋଇ ରହିଛି। ଉତ୍ପାଦର ଗୁରୁତ୍ୱ ନେଇ ବିଜ୍ଞାପନ ଲୋକବାଣୀ ଢଗଢମାଡ଼ିକୁ ଗ୍ରହଣ କରି ସାଧାରଣ ଲୋକ ବୁଝିବା ଭଳି ଶୈଳୀରେ ନିଜ କଥା ପ୍ରକାଶ କରିଥାଏ। ବିଜ୍ଞାପନର ଉଦ୍ଦେଶ୍ୟ କ'ଣ? ବିଜ୍ଞାପନର ଉଦ୍ଦେଶ୍ୟ ହେଉଛି ଗୋଟିଏ ଉତ୍ପାଦ ଓ ସେବାକୁ ବିକ୍ରୟ କରିବା। ବିଜ୍ଞାପନ ଦାତା ଲୋକଙ୍କୁ ବିଶ୍ୱାସ ଦିଅନ୍ତି ଯେ ସେମାନଙ୍କ ସାମଗ୍ରୀ ସେବା ହେଉଛି ସର୍ବୋତ୍କୃଷ୍ଟ। ବ୍ୟବସାୟିକ ବିଜ୍ଞାପନର ମୂଳ ଉଦ୍ଦେଶ୍ୟ କ'ଣ? ଲୋକ ମାନସିକତାକୁ ବିଭିନ୍ନ ଭାବରେ ପ୍ରଲୋଭିତ କରିବା ବ୍ୟବସାୟିକ ବିଜ୍ଞାପନର ମୂଳ ଉଦ୍ଦେଶ୍ୟ। ଏଥିପାଇଁ ବ୍ୟବସାୟୀମାନେ ଅନେକ କୌଶଳ ଓ ଫନ୍ଦି ଫିକର କରିଥାନ୍ତି। ବିଜ୍ଞାପନ ପ୍ରସ୍ତୁତି ସମୟରେ କାହା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ? ବିଜ୍ଞାପନ ପ୍ରସ୍ତୁତି ସମୟରେ ଭାଷା ଉପରେ ଗୁରୁତ୍ୱ ଆରୋପ କରିବା ଉଚିତ। ଭାଷାର ବର୍ଣ୍ଣନା ମଧ୍ୟରେ ବିଜ୍ଞାପନ ଏକ ପ୍ରକାର ମାୟା ମୋହ ସୃଷ୍ଟି କରି ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାଏ। ବିଜ୍ଞାପନ କିପରି ସର୍ବଶ୍ରେଷ୍ଠ କଳାତ୍ମକ ଉପଯୋଗୀ ହୋଇଥାଏ? ଯେଉଁ ବିଜ୍ଞାପନ ଯେତେ କଳାତ୍ମକ ତାହା ସେତେ ମାତ୍ରାରେ ଆକର୍ଷିତ ହୋଇଥାଏ। ତେଣୁ ଲୋକ ମାନସିକତାକୁ ଆକର୍ଷିତ କରିବା ପାଇଁ ବିଜ୍ଞାପନର ଲେଖା, ରଙ୍ଗ ବ୍ୟଙ୍ଗ, ଚିତ୍ର, ସଂକେତ, ଶବ୍ଦ, ସ୍ୱର, ସଙ୍ଗୀତ ଓ ବାହ୍ୟ ପ୍ରଭୃତି ଆଦରି ନେଇ ଏଗୁଡ଼ିକୁ ସର୍ବଶ୍ରେଷ୍ଠ ଉପଯୋଗୀ କରିଥାଏ। ଆଜିର ଭିଡ଼ିଓରେ ଆମେ କେତେଗୁଡ଼ିଏ 1 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ପୁଣି ଦେଖା ହେବା।